ବାହାଘର ପରେ ପ୍ରତ୍ୟେକ ଘର ଲୋକ ଯେଉଁ ଭାବୁଛନ୍ତି ନାଇଁ ବାହାଘର ପରେ ଗୋଟେ ଝିଅଟି ଆସିଲା ପରେ ସେ ଝିଅଟି ଆମ ଘରକୁ ଭାଙ୍ଗିଦେଲା ବୋଲି, ସେଟା ଆକ୍ଚୁଆଲି ଭୁଲ। ପ୍ରତ୍ୟେକ ବାହାଘର ପରେ ଯଦି ଗୋଟେ ଝିଅ ବାହା ହେଇକିରି ଆସୁଛି ନିଜ ଶାଶୁଘରକୁ, ଶାଶୁଘର ଲୋକ ଯଦି ଭାବୁଛନ୍ତି ନାଇଁ ଝିଅ ଆସିଲା ବୋଲି ଘର ଭାଙ୍ଗିଗଲା ବୋଲି, ଖାଲି ଝିଅର ଭୁଲ ବୋଲି ଯେଉଁ ଭାବୁଛନ୍ତି ସେଇଟା ଭୁଲ। କାହିଁକିନା ସବୁ ଘର ଲୋକ ଏଇଟା ଭାବିବା ଭୁଲ, କାରଣ ସବୁ ଯାଙ୍କ ଦୋଷ, ସବୁ ଯାଙ୍କ ଭୁଲ ସେ ଝିଅଟିର ନଥାଏ, ପୁଅଟିର ବି କିଛି ଭୁଲ ଥାଏ। ଯଦି ନିଜ ପୁଅକୁ ଆଗେ ପ୍ରଥମେ ପଚାରନ୍ତୁ, ନିଜ ଝିଅ ଭଳିଆ ନିଜ ବୋହୂକୁ ଦେଖନ୍ତୁ, କାହିଁକିନା ଖାଲି ଝିଅଟିର ଭୁଲ ନଥାଏ। କାହିଁକିନା ଝିଅଟି ତାର ବାପ ଘରେ ସବୁ ଜିନିଷ ଛାଡ଼ିକିରି ଶାଶୁଘରକୁ ଆସୁଛି। ସେ ତାର ଭାଇ, ତାର ବାପା, ତାର ମା, ତାର ବନ୍ଧୁବାନ୍ଧବ ସବୁ ଛାଡ଼ିକି କାହା ଭରସାରେ ଆସୁଛି? ନିଜ ଶାଶୁଘର ଭରସାରେ। ତ ଆପଣ ଯଦି ତାକୁ ଖାଲି ଦୋଷ ଦେବେ ତାହେଲେ ସବୁ ଯାକ ଭୁଲ ତାକୁ ଦେବେ, ତାହେଲେ ସେଇଟା ଠିକ୍ ନୁହେଁ। ଆପଣ ପ୍ରଥମେ ତାକୁ ଭୁଲ ଦେବା ଆଗରୁ ନିଜକୁ ଦେଖନ୍ତୁ, ନିଜ ପରିବାରକୁ ଦେଖନ୍ତୁ, ଆଉ ନିଜ ସମସ୍ୟାକୁ ଦେଖନ୍ତୁ। ସେ ସମସ୍ୟା ସହିତ ତାଳମେଳ ସହିତ ଦେଇ ଚାଲିପାରୁଛି ନା ନାହିଁ। ଖାଲି ଝିଅକୁ ଦୋଷ ଦେଲେ ହେବନି, ପୁଅର ବି କିଛି ଦୋଷ ଅଛି। ତେଣୁ ଖାଲି ଦୁଇ ଜଣଙ୍କୁ ଦେଖିବାକୁ ପଡ଼ିବ, ଆଉ ନିଜକୁ ବି ଦେଖିବାକୁ ପଡ଼ିବ। ଜୟ ଜଗନ୍ନାଥ।